ଗୋଟିଏ ଦିନର କଥା। ନଦୀରେ ଆର ପାଖରେ ଗୋଟିଏ ଛେଳି ଘାସ ଖାଉଥିଲା। ଆରେ ବା, ନଦୀ ଆରପାରିରେ ଘାସ ବହୁତ ସୁନ୍ଦର ଦେଖାଯାଉଛି। ମୋତେ ଯାଇ ନଦୀର ଆରପାରିରେ ଘାସ ଖାଇବାକୁ ପଡ଼ିବ। ମୋତେ ଯାଇ ତାକୁ ଖାଇବାକୁ ପଡ଼ିବ। କିନ୍ତୁ ସେ ଭାବିଲା ନଦୀ ଆରପାରିକୁ କେମିତି ଯିବ। ନଦୀ ଆରପାରିକୁ ଯିବାକୁ ହେଲେ ତାକୁ କାହାର ସାହାଯ୍ୟ ନେବାକୁ ପଡ଼ିବ। ତାପରେ ଛେଳିକୁ ଦେଖାଗଲା ନଦୀ ଆରପାଖକୁ ଯିବାକୁ ଗୋଟିଏ ଗଛ ମଝିରେ ପଡ଼ିଛି। ଛେଳି ବହୁତ ଖୁସି ହୋଇଗଲା। ମୁଁ ସେଇ କାଠ ସାହାଯ୍ୟରେ ନଦୀ ପାର ହୋଇଯିବି। ଛେଳି ମନ ବହୁତ ଖୁସି ହେଲା। ଯେତେବେଳେ ସେଇ କାଠ ଖଣ୍ଡି ପାଖକୁ ଗଲା, ଆଉ କାଠ ଉପରେ ଯେମିତି ଗୋଡ଼ ରଖିଛି ସେ ଦେଖିଲା ଆର ପାରିରେ ଆଉ ଗୋଟିଏ ଛେଳି ଗୋଡ଼ ରଖି ଛିଡ଼ା ହୋଇଛି। ପ୍ରଥମେ ମୋତେ ଯିବାକୁ ଦିଅ। କିନ୍ତୁ କ'ଣ ପାଇଁ? ପ୍ରଥମେ ମୁଁ ଯିବି, କାରଣ ପ୍ରଥମେ ମୁଁ ଆସିଛି। ନାଇଁ ନାଇଁ, ପ୍ରଥମେ ମୁଁ ଆସିଛି, ମୁଁ ଆଗ ଯିବି। ପ୍ରଥମ ଛେଳି ଭାବିବାକୁ ଲାଗିଲା। ସେ ତାର ଦାଦାର କଥା ମନେ ପକାଇଲା। ଦୁଇଜଣ ଘମଣ୍ଡି ଛେଳି ଗୋଟିଏ ପୋଲ ପାର କରୁଥିଲେ, କିନ୍ତୁ ଦୁଇଜଣ ଯିବା ପାଇଁ ରାସ୍ତା ନଥିଲା। ଗୋଟିଏ କେବଳ ଛେଳି ଯାଇପାରିବ। ସେମାନେ ଦୁଇଜଣ ମାରପିଟ ଲାଗିଲେ। ମାରପିଟ କରୁ କରୁ ଦୁଇଜଣ ପାଣିରେ ପଡ଼ିଗଲେ ଆଉ ମରିଗଲେ। ବାସ୍ ବାସ୍, ଏହି ସମୟ ଲଢ଼ିବା ସମୟ ନୁହେଁ, ବୁଦ୍ଧିର କାମ କରିବାକୁ ହେବ। ମୁଁ ପଛକୁ ଯାଉଛି, ତମେ ପ୍ରଥମେ ଚାଲିଯାଅ, ତାପରେ ମୁଁ ଯିବି। ତାପରେ ପ୍ରଥମ ଛେଳି ପଛକୁ ଚାଲିଗଲା। ଦ୍ୱିତୀୟ ଛେଳି ପ୍ରଥମେ ପାର ହୋଇଗଲା। ବହୁତ ବହୁତ ଧନ୍ୟବାଦ ସାଙ୍ଗ। ତାପରେ ଦ୍ୱିତୀୟ ଛେଳି ମଧ୍ୟ ପୋଲ ପାର ହୋଇ ଚାଲିଗଲା।